ବିଦ୍ୟୁତ୍ ତାରରୁ ନିଆଁ ବାହାରି ଘର ପୋଡ଼ି ପାଉଁଶ। ଘରର ସବୁ ଆସବାବପତ୍ର ପୋଡ଼ି ପାଉଁଶ। ବିଦ୍ୟୁତ୍ ତାରରୁ ନିଆଁ ବାହାରି ଘର ପୋଡ଼ି ହେଲା ପାଉଁଶ। ଘରର ସମ୍ପୂର୍ଣ୍ଣ ଆସବାବପତ୍ର ପୋଡ଼ି ପାଉଁଶ। ସୂଚନା ଅନୁଯାୟୀ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ ଖୁଆଡ଼ ଗ୍ରାମର ଉର୍ମିଳା ପାଳ ସ୍ୱାମୀ ମନୋରଞ୍ଜନ ପାଳ ଆଜି ଦିନ ଗୋଟାଏ ସମୟରେ ଘର ଛପର ଉପର ଦେଇ ଯାଇଥିବା ବିଦ୍ୟୁତ୍ ତାର ଉପରେ ଆମ୍ବଡାଳ ପୋଡ଼ି ତାରରୁ ନିଆଁ ବାହାରି ଚାଳଘର ଉପରେ ପଡ଼ିଥିଲା ଏବଂ ନିଆଁ ଲାଗିଯାଇଥିଲା। ଘର ଲୋକେ ସଙ୍ଗେ ସଙ୍ଗେ ଦେଖି ଘର ବାହାରକୁ ଚାଲି ଆସିଥିଲେ। ପାଖରେ ଥିବା ପଡ଼ୋଶୀ ଲୋକେ ନିଆଁକୁ ଲିଭାଇବା ପାଇଁ ଚେଷ୍ଟା କରୁଥିଲେ, କିନ୍ତୁ ନିଆଁର ବେଗ ଏପରି ଥିଲା କି ଲୋକେ ତାକୁ ଆୟତ୍ତ କରିପାରିନଥିଲେ ଏବଂ ଜଳେଶ୍ୱର ଦମକଳ ଅଫିସକୁ ଖବର ଦେଇଥିଲେ। ଲୋକେ କିନ୍ତୁ ଦମକଳ ଅଫିସକୁ ଖବର ଦେବାର 1 ଘଣ୍ଟା ପରେ ଦମକଳ ଆସି ପହଞ୍ଚିଥିଲା। ସେତେବେଳକୁ ଘର ପୋଡ଼ି ସମ୍ପୂର୍ଣ୍ଣ ପାଉଁଶ ହୋଇସାରିଥିଲା। ଫଳରେ ମନୋରଞ୍ଜନ ପାଳଙ୍କ ଘରେ ଥିବା ଘରର ସମସ୍ତ ଆସବାବପତ୍ର ପୋଡ଼ି ପାଉଁଶ। ଫଳରେ ଘର ପୋଡ଼ି ସମ୍ପୂର୍ଣ୍ଣ ପାଉଁଶ ହୋଇଯାଇଥିବାରୁ ଘରର ଲୋକେ ଚିନ୍ତାଗ୍ରସ୍ତ ହୋଇ ବସିଛନ୍ତି ଏବଂ ପ୍ରଶାସନ ତରଫରୁ ତାଙ୍କୁ ଶୀଘ୍ର ସହାୟତା ଯୋଗାଇ ଦେବା ପାଇଁ ଅନୁରୋଧ କରିଛନ୍ତି ଗ୍ରାମବାସୀ। ବ୍ୟୁରୋ ରିପୋର୍ଟ, ବାଲେଶ୍ୱର ଖବର।